ମଣିଷ ଚାହିଁଲେ ଅସମ୍ଭବକୁ ବି ସମ୍ଭବ କରିପାରେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ବି ପାଇପାରେ। ହେଲେ ଏମିତି ହୁଏନି। ମଣିଷ ଅନେକ କ୍ଷେତ୍ରରେ ଅସଫଳ ହୋଇଯାଏ। ଅତି ସହଜ କାମ ମଧ୍ୟ ତାକୁ ବୋଝ ପରି ଲାଗେ। ସେ ଅତି ସହଜ କାମକୁ ମଧ୍ୟ କଷ୍ଟକର କରିପକାଏ ଆଉ କରିପାରେନି। ଏହାର କାରଣ କ'ଣ? ଏହାର କାରଣ ଆମର ଦକ୍ଷତାର ଅଭାବ ନା ଆତ୍ମବିଶ୍ୱାସର ଅଭାବ? ଆଜିର ଭିଡ଼ିଓରେ ଗୋଟେ କାହାଣୀ, ଯେଉଁ କାହାଣୀ ଆମକୁ ଜଣେଇଦେବ ଆଉ ଶିଖେଇଦେବ କାହିଁକି ଆମେ ଅତି ସହଜ କାମ ମଧ୍ୟ କରିପାରନ୍ତିନି ଆଉ ଜୀବନରେ ଅସଫଳ ହୁଅନ୍ତି। ଆମ ଭିତରେ ଆତ୍ମବିଶ୍ୱାସ କେଉଁଠି ହଜିଯାଇଥାଏ? କାହିଁକି ଆମ ଭିତରେ ଆତ୍ମବିଶ୍ୱାସ ଆସିନଥାଏ? ତେବେ ଚାଲନ୍ତୁ କାହାଣୀଟି ଆରମ୍ଭ କରିବା। ଦୁଇ ଜଣ ସାଙ୍ଗ ପାଖରେ ଏକ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ଜଣେ ସାଙ୍ଗର ଗୋଡ଼ ଖସିଗଲା ଆଉ ସେ ଚିତ୍କାର କଲା, ବଞ୍ଚାଅ ବଞ୍ଚାଅ ଏମିତି ଚିତ୍କାର କରିବାକୁ ଲାଗିଲା। ତା'ର ସାଙ୍ଗଟି ଅନନ୍ୟ ଉପାୟ ପାଇ କିଛି ଜାଣିପାରିଲାନି ଯେ ସେ କ'ଣ କରିବ। ସେ ପାଖରେ ଏକ ବରଗଛର ଲତାକୁ ଛିଡ଼ି ଆଣିଲା ଆଉ ତା'ର ସାଙ୍ଗକୁ ପାଖକୁ ସେ ଲତାଟି ପକାଇଲା। ତା ସାଙ୍ଗଟି ଲତାଟିକୁ ଧରି ପହଁରି ପହଁରି କୂଳକୁ ଆସିଲା। ଦୁଇ ଜଣ ସାଙ୍ଗ କାଦୁଅ ସରସର ହୋଇ ଯାଇ ଗାଁରେ ପହଞ୍ଚିଲେ। ଗାଁ ଲୋକମାନେ ତାଙ୍କରି ଅବସ୍ଥା ଦେଖି ତାଙ୍କୁ ପଚାରିଲେ, ଘଟଣା କ'ଣ? ତମମାନେ ଗାଧୋଇବାକୁ ଯାଇଥିଲ, ଏମିତି କାଦୁଅ ସରସର ହୋଇ ଆସି କାହିଁକି ପହଞ୍ଚିଛ? ଦୁଇ ଜଣ ସାଙ୍ଗ ସବୁ କଥା କହିଲେ। କେମିତି ନଦୀରେ ଜଣେ ସାଙ୍ଗର ଗୋଡ଼ ଖସିଗଲା, ଆଉ ଜଣେ ସାଙ୍ଗ ତାକୁ କେମିତି ବଞ୍ଚାଇଲା। ସବୁ କାହାଣୀ ଶୁଣି ସାରିଲା ପରେ ଲୋକମାନେ ହସିବାକୁ ଲାଗିଲେ। କହିଲେ, ଏଇଟା ଅସମ୍ଭବ କଥା। ତୋର ସାଙ୍ଗର ଗୋଡ଼ ଖସିଗଲା, ସେ ବୁଡ଼ିଗଲା, ଆଉ ତୁ ଏତେ ମୋଟା ଲତାଟାକୁ ଛିଡ଼େଇ ଦେଲୁ ଆଉ ତୋ ସାଙ୍ଗକୁ ବଞ୍ଚେଇ ଦେଲୁ। ତୁ ଆମକୁ କ'ଣ ବୋକା ଭାବୁଛୁ? ଏମିତି କହି ଦୁଇଟି ପିଲାଙ୍କୁ ଗାଁ ଲୋକମାନେ ଚିଡ଼େଇବାକୁ ଲାଗିଲେ। ହେଲେ ପିଲାମାନେ କାନ୍ଦି କାନ୍ଦି କହୁଥାନ୍ତି, ହଁ ସେ ଏ ଲତାଟିକି ଛିଡ଼େଇଲା ଆଉ ମୋତେ ବଞ୍ଚେଇଲା। ହେଲେ ଗାଁ ଲୋକମାନେ କେହି ବି ବିଶ୍ୱାସ କରୁନଥାନ୍ତି। ସେହି ରାସ୍ତା ଦେଇ ସେ ଗାଁର ଜଣେ ବୃଦ୍ଧ ବ୍ୟକ୍ତି ଗଲେ। ସେ କହିଲେ, କ'ଣ ହେଇଛି? ଏମିତି ପିଲା ଦୁଇଟିକୁ କନ୍ଦଉଛ କ'ଣ ପାଇଁ? ଗାଁ ଲୋକମାନେ ସବୁ କଥା କହିଲେ। ବୃଦ୍ଧ ବ୍ୟକ୍ତି ଜଣକ କହିଲେ, ଯଦି ସେ କହୁଛି ଲତାଟିକୁ ଛିଡ଼େଇଛି, ସେ ଛିଡ଼େଇଥିବ, ଏଥିରେ ଅବିଶ୍ୱାସ କରିବାର କ'ଣ ଅଛି? ଗାଁ ଲୋକମାନେ କହିଲେ, ଆପଣ ବି କ'ଣ ପିଲାଙ୍କ ସହିତ ପାଗଳ ହୋଇଗଲେ ନା କ'ଣ? ଏତେ ଛୋଟ ଛୁଆଟା 10-12 ବର୍ଷ ହେବ, ସେ ଏକ ମୋଟା ଲତାକୁ କେମିତି ଛିଡ଼େଇ ଦେବ? ଏହା ତ ଅସମ୍ଭବ କଥା। ତାପରେ ବୃଦ୍ଧ ବ୍ୟକ୍ତି ଜଣକ କହିଲେ, ତେବେ ଠିକ୍ ଅଛି, ଚାଲ ସମସ୍ତେ ସେ ନଦୀ କୂଳକୁ ଯିବା, ସେ ଲତାଟିକୁ ଦେଖିବା ପ୍ରକୃତରେ ଏ ପିଲାଟି ସେ ଲତାଟିକୁ ଛିଡ଼େଇଛି ନା ଛିଡ଼େଇନି। ଗାଁ ଲୋକମାନେ, ପିଲା ଦୁଇଟି ଆଉ ସେ ବୃଦ୍ଧ ବ୍ୟକ୍ତି ଜଣକ ସମସ୍ତେ ଯାଇ ନଦୀ କୂଳରେ ପହଞ୍ଚିଲେ। ନଦୀ କୂଳରେ ପହଞ୍ଚି ଦେଖିଲେ ମୋଟା ଲତାଟି ଛିଡ଼ା ହୋଇ ପଡ଼ିଛି। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, ଏ ଲତାଟି ଆଗରୁ ଛିଡ଼ା ହୋଇ ପଡ଼ିଥିଲା, ତୁ ଏ ଲତାଟିକୁ ତୋ ସାଙ୍ଗ ପାଖକୁ ପକାଇଲୁ ଆଉ ତାକୁ ବଞ୍ଚେଇଲୁ। ପିଲାଟି ପୁଣି କାନ୍ଦିବାକୁ ଲାଗିଲା, କହିଲା, ନାଇଁ ନାଇଁ, ମୁଁ ଏଇ ଲତାଟିକୁ ଛିଡ଼େଇଛି, ମୋତେ ବିଶ୍ୱାସ କରନ୍ତୁ। ବୃଦ୍ଧ ବ୍ୟକ୍ତି ଜଣକ ଟିକେ ଗୁମ୍ମାରି ବସି ପଡ଼ିଲେ, କିଛି ଚିନ୍ତା କଲେ। ଗାଁ ଲୋକମାନେ ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଅନେଇଥାନ୍ତି, ବୃଦ୍ଧ ବ୍ୟକ୍ତି ଜଣକ କ'ଣ କହିବେ। କିଛି ସମୟ ଚୁପ୍ ରହିଲା ପରେ ବୃଦ୍ଧ ବ୍ୟକ୍ତି ଜଣକ କହିଲେ, ଯଦି ପିଲାଟି କହୁଛି ସେ ଲତାଟିକୁ ଉପାଡ଼ିଛି, ତାହେଲେ ଅସୁବିଧା କ'ଣ ରହିଲା? ଗାଁ ଲୋକମାନେ କହିଲେ, ଏହା ଅସମ୍ଭବ। ବୃଦ୍ଧ ବ୍ୟକ୍ତି ଜଣକ ଟିକେ ହସିଦେଲେ, କହିଲେ, ନା, ଏଇଟା ସମ୍ଭବ, ଆଉ ସେ ହିଁ ଏ ଲତାଟିକୁ ଛିଡ଼େଇଛି। ଗାଁ ଲୋକମାନେ ଟିକେ ଆଶ୍ଚର୍ଯ୍ୟରେ ଅନେଇଲେ, କହିଲେ, କେମିତି ସମ୍ଭବ? ବୃଦ୍ଧ ବ୍ୟକ୍ତି ଜଣକ କହିଲେ, ଦେଖ, ଯେତେବେଳେ ତା ସାଙ୍ଗଟି ଚିତ୍କାର କରୁଥିଲା, ବଞ୍ଚାଅ ବଞ୍ଚାଅ ବୋଲି, ତା ପାଖରେ କେହି ବି ନଥିଲେ ତା ସାଙ୍ଗକୁ ସାହାଯ୍ୟ କରିବା ପାଇଁ। ସେତେବେଳେ ପିଲାଟିର କେବଳ ତା ମଥାରେ କେବଳ ଗୋଟିଏ ଚିନ୍ତା ଥିଲା, କେମିତି ତା ସାଙ୍ଗକୁ ବଞ୍ଚେଇବ। ସେଥିପାଇଁ ସେ ଦୌଡ଼ିଗଲା ଆଉ ଲତାଟିକୁ ଛିଡ଼େଇ ଦେଲା ଆଉ ତା ସାଙ୍ଗକୁ ବଞ୍ଚେଇ ଦେଲା। ଗାଁ ଲୋକମାନେ ପଚାରିଲେ, ହେଲେ କେମିତି? ବୃଦ୍ଧ ବ୍ୟକ୍ତି ଜଣକ ଗାଁ ଲୋକଙ୍କୁ ଚାହିଁଲେ, ପିଲାଟିକୁ ଚାହିଁଲେ ଆଉ କହିଲେ, ଠିକ୍ ପ୍ରଶ୍ନ ପଚାରିତ, ହେଲେ କେମିତି? ତେବେ ଶୁଣ, ଯେତେବେଳେ ସେ ପିଲାଟି ଚିନ୍ତା କଲା, ମୁଁ ମୋର ସାଙ୍ଗକୁ ବଞ୍ଚେଇବି, ଲତାଟିକୁ ଛିଡ଼େଇବି, ଦୌଡ଼ି ଦୌଡ଼ି ସେ କୁନି କୁନି ହାତରେ ସେ ଲତାଟିକୁ ଛିଡ଼େଇବା ପାଇଁ ଦୌଡ଼ି ଦୌଡ଼ି ସେ ବରଗଛ ପାଖକୁ ଯାଉଥିଲା। ସବୁଠାରୁ ଇମ୍ପୋର୍ଟାଣ୍ଟ କଥା କ'ଣ ଜାଣିଛ?
ଯେତେବେଳେ ସେ ଲତାଟିକୁ ଛିଡ଼େଇବାକୁ ଯାଉଥିଲା ସେତେବେଳେ ତା ଆଖପାଖରେ କେହି ବି ନଥିଲେ ତାକୁ ଏକଥା କହିବା ପାଇଁ, ତୁ ଏ କାମ କରିପାରିବନି, ତୋ ଦ୍ୱାରା ଏ କାମ ହେଇପାରିବନି, ତୁ ଯେତେ ଚେଷ୍ଟା କଲେ ବି ତୁ ଛୋଟ ଛୁଆଟେ, ଏତେ ବଡ଼ ମୋଟା ଲତାଟାକୁ ଛିଡ଼େଇ ପାରିବୁନି। ଏ କଥାଟାକୁ କହିବା ପାଇଁ ତା ପାଖରେ କେହି ବି ନଥିଲେ। ତା'ର ମନୋବଳକୁ, ତା'ର ଆତ୍ମବିଶ୍ୱାସକୁ ଅଧା କରିଦେବା ପାଇଁ, ଆତ୍ମବିଶ୍ୱାସକୁ ମାରିଦେବା ପାଇଁ ତା ଆଖପାଖରେ ଆମ ପରିକା କେହି ବି ନଥିଲେ ତାକୁ ଏକଥା କହିବା ପାଇଁ, ତୋ ଦ୍ୱାରା ଏ କାମ ହେଇପାରିବନି, ତୁ ଏ କାମଟି କରିପାରିବୁନି। ଯାହାଫଳରେ ସେ ପିଲାଟି ନିଜର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଖଟାଇ ସମସ୍ତ ଜୋର ଦେଇ ସେ ଲତାଟିକୁ ଛିଡ଼େଇ ଦେଲା। ଏକଥା ଶୁଣି ସାରିଲା ପରେ ବୋଧହୁଏ ଗାଁ ଲୋକମାନେ କିଛି ବୁଝିପାଇଲେ। ସେମାନେ ବୃଦ୍ଧ ବ୍ୟକ୍ତି ଜଣଙ୍କ କଥାରେ ହଁ ମାଇଲେ। ବୃଦ୍ଧ ବ୍ୟକ୍ତି ଜଣକ ସମସ୍ତଙ୍କୁ କହିଲେ, ଦେଖ, ଆମ ମଣିଷମାନଙ୍କ ଭିତରେ ଆତ୍ମବିଶ୍ୱାସର ଅଭାବ ନାହିଁ, ବହୁତ ଆତ୍ମବିଶ୍ୱାସ ଅଛି। ହେଲେ ଆମେ ଏତେ ପିଲାଟି ଛୋଟ ଛୁଆ ହୋଇଥାନ୍ତି, ଆମ ମନ ଭିତରେ ଆମର ବାପା ମା ହୁଅନ୍ତୁ, ନିଜର ବନ୍ଧୁବାନ୍ଧବ, ସମ୍ପର୍କୀୟ, ଆମ ମନରେ ଏମିତି କଥା କିଛି ଛାଡ଼ି ଦିଅନ୍ତି ଯାହା ଆମେ ତାକୁ ଚାହିଁଲେ ବି ଭୁଲି ପାରନ୍ତିନି। ଯେ ତୋ ଦ୍ୱାରା ଏ କାମ ହେଇପାରିବନି, ତୁ ଏ କାମ କରିପାରିବୁନି, ଏମିତି କଥା ଗୁଡ଼ାକ ଆମ ମନ ଭିତରେ ରହିଯାଏ। ଆଉ ଆମର ଆତ୍ମବିଶ୍ୱାସ ପିଲାଟି ବେଳୁ ହିଁ ଭାଙ୍ଗି ଯାଇଥାଏ। ଆମେ ବଡ଼ ହେଲେ ଆମେ ଯଦି କିଛି ନୂଆ କାମ କରିବାକୁ ବାହାରନ୍ତି, ଆମ ମନ ଭିତରେ ସେ ଗୋଟିଏ କଥା ଆସେ, ବୋଧେ ମୁଁ ଏ କାମଟି କରିପାରିବିନି, ମୋ ଦ୍ୱାରା ଏ କାମଟି ହେଇପାରିବନି। ଆପଣମାନେ ସମସ୍ତେ ଗୋଟେ କାହାଣୀ ବି ଶୁଣିଥିବେ, ଯେତେବେଳେ ଛୋଟ ହାତୀ ଛୁଆଟି ଗୋଟେ ଛୋଟ ଦଉଡ଼ିରେ ବନ୍ଧା ହୋଇଥାଏ, ସେ ଚେଷ୍ଟା କରେ ଦଉଡ଼ିଟିକୁ ଛିଡ଼େଇବା ପାଇଁ, ଯେତେ ଜୋର ଲଗେଇଲେ ବି ସେ ଦଉଡ଼ିଟି ଛିଡ଼ି ନଥାଏ। ସେ ହାତୀ ଛୁଆଟି ଧୀରେ ଧୀରେ ବଡ଼ ହୁଏ। ହେଲେ ସେ ତା ମନକୁ ବୁଝେଇ ଦେଇଛି, ତା ମନକୁ ସେ କହିଦେଇଛି, ତୁ ଯେତେ ଚେଷ୍ଟା କଲେ ବି ଏ ଦଉଡ଼ିଟିକୁ ତୁ ଛିଡ଼େଇ ପାରିବୁନି। ଆଜି ଯେତେବେଳେ ହାତୀ ବଡ଼ ହୋଇଯାଇଛି, ତାର ଏତେ ଶକ୍ତି ଯେ ସେ ଚାହିଁଲେ ଲୁହା ଚେନ୍କୁ ବି ଛିଡ଼େଇ ଦେଇପାରିବ। ହେଲେ ସେ ସେଇ ଛୋଟ ସରୁ ଦଉଡ଼ିରେ ବନ୍ଧା ହୋଇକି ଠିଆ ହୋଇଥାଏ, ହେଲେ ତାକୁ ଛିଡ଼େଇବାକୁ ଚେଷ୍ଟା ବି କରେନି। କାହିଁକିନା ତା ମନରେ ଯେ ଛୁଆଟି ବେଳୁ ବସିଯାଇଛି, ମୁଁ ବହୁତ ଚେଷ୍ଟା କରି ଏ ଛୋଟ ଦଉଡ଼ିକୁ ଛିଡ଼େଇ ପାରିନି, ଏବେ ବି ଛିଡ଼େଇ ପାରିବିନି। ବନ୍ଧୁଗଣ, ଆମ ମନରେ ବି ସେମିତି ଆମର ଚିହ୍ନା ପରିଚୟ, ସାଙ୍ଗସାଥି, ବନ୍ଧୁବାନ୍ଧବ ଏମିତି କିଛି କଥା ବସେଇ ଦେଇଥାନ୍ତି। ସେ କଥା ଆମ ମନ ଭିତରେ ଏମିତି ଛାପ ହୋଇ ରହିଯାଇଥାଏ, ଆମେ ବହୁତ ସହଜ କାମକୁ ବି ଆମେ ଚାହିଁଲେ ବି କରିପାରନ୍ତିନି। ଆମ ଆତ୍ମବିଶ୍ୱାସ ପାଏନି ସେ କାମ କରିବା ପାଇଁ। ଧନ୍ୟବାଦ ବନ୍ଧୁଗଣ। ଯଦି ଆଜିର ଏ କାହାଣୀଟି ଆପଣଙ୍କୁ ଭଲ ଲାଗିଥାଏ, କିଛି ଶିକ୍ଷା ଦେଇଥାଏ, ବହୁଳ ମାତ୍ରାରେ ଏ କାହାଣୀଟିକୁ ସେୟାର କରିବେ, ଲାଇକ୍ ଏବଂ ସବସ୍କ୍ରାଇବ୍ କରିବେ। ଯଦି ଆଜିର ଭିଡ଼ିଓ ମାଧ୍ୟମରେ ଜଣେ ଭାଇଙ୍କର ବି ଆତ୍ମବିଶ୍ୱାସ ଜାଗି ଉଠେ, ଏ ଭିଡ଼ିଓ ବନେଇବାଟା ମୋର ସଫଳ ହେବ। ଧନ୍ୟବାଦ।